ए वस्त्रକୁ ଆମେ ଜାଣତ ନୀତିଦିନିଆ ବିଷୟରେ ଫାଷ୍ଟ ଧରିକି ତାକୁ ଗୋଟେ ପଟ ଭାଙ୍ଗିଦେବା। ଭାଙ୍ଗି ସାରିବା ପରେ ଆମେ ତାକୁ ଏମିତି ଏମିତି କରି କୁଞ୍ଚ କରିବା। ଆପଣଙ୍କ କୁଞ୍ଚ ସରିଲା ପରେ କୁଞ୍ଚକୁ ସାଇଜ କରିବା। ତାପରେ ମହାପ୍ରଭୁଙ୍କ ଶ୍ରୀ ଅଙ୍ଗରେ ଏହି ବସ୍ତ୍ରକୁ ଲଗାଇବା। ଲଗାଇ କରି ଆମେ କରିଥିବା କୁଞ୍ଚକୁ ଟିକେ ଟିକେ କରି ସାଇଡ୍ କି ମୋଡ଼ିବା। ସାଇଡ୍ କି ମୋଡ଼ିବା ପରେ ଦୁଇ ଭାଗରେ ହୋଇସାରିବା ପରେ ଏହାକୁ ଆମେ ରଖି ସୂତାରେ ବାନ୍ଧିଦେବା। ଆମେ ଜଗନ୍ନାଥଙ୍କୁ ଏହିପରି ବସ୍ତ୍ର ପିନ୍ଧାଇବା ପରେ ଆମେ ତାଙ୍କୁ ଉପର ବସ୍ତ୍ର ପିନ୍ଧାଇବା ପାଇଁ କାମ କରିବା। ଦେଖନ୍ତୁ ଆମେ ଏବେ ସୁଭଦ୍ରାଙ୍କ କାମକୁ ଦେଖେଇବା। ସୁଭଦ୍ରାଙ୍କର ହଳଦିଆ ବସ୍ତ୍ରକୁ ଆଣି ଦେଇଛି। ଯେମିତି କୁଞ୍ଚ କରିବାକୁ ଆପଣଙ୍କୁ ମୁଁ କହିଥିଲି ସେମିତି କରନ୍ତୁ। ଦେଖନ୍ତୁ ଆମେ ଏବେ ପାଟୁଣିଟାକୁ ମଥାରେ କେମିତି ପକାଇବା। ଫାଷ୍ଟ ମଥାରେ ଏମିତି ପକେଇ ସାରିବା ପରେ ଦି ସାଇଡକୁ ଘୋଡ଼ାଇବା ଓ ଏହି ଅଂଶକୁ ମୁହଁଟାକୁ ଟିକେ ନାକୁ ଲୁଚେଇ ଦେବା। ଦେଖନ୍ତୁ ସୁଭଦ୍ରା କେତେ ସୁନ୍ଦର ଦିଶିଲେ। ଆମେ ଏବେ ବଡ଼ ଠାକୁରଙ୍କ ବେଶ ଶୃଙ୍ଗାରକୁ ଆଗେଇ ନେବା।
ପିଣ୍ଡିବା ଦଶହରାକୁ ସଫା ହବ। ଆମେ ଜଗନ୍ନାଥଙ୍କର ବସ୍ତ୍ର ସୁଭଦ୍ରାଙ୍କ ବସ୍ତ୍ର ସାରିବା ପରେ ବଡ଼ ଠାକୁରଙ୍କ ବସ୍ତ୍ର ଆମେ ତଳ ବସ୍ତ୍ର ଦେଖିଲେ ଉପର ବସ୍ତ୍ରକୁ ଆମେ କିପରି ପିନ୍ଧିବା। ଉପରି ବସ୍ତ୍ରକୁ ଏମିତି କରି ବଡ଼ ଠାକୁରଙ୍କ ବିଗ୍ରହଙ୍କର ଶ୍ରୀଅଙ୍ଗରେ ଏହିପରି ଲଗାଇଦେବା। ଲଗାଇ ସାରିବା ପରେ ଏମିତି କଡ଼କୁ ଲଗାଇଦେବା। କଡ଼ାକୁ ଲଗାଇ ସାରିବା ପରେ ଏପଟ ସାଇଡ୍ର ମଧ୍ୟ କଡ଼କୁ ଲଗାଇବା। ତାପରେ ଆମେ ସୂତାରେ ଠାକୁରଙ୍କୁ ରୁନ୍ଧନ କାର୍ଯ୍ୟ କରିବା।